ଘରେ କହିଲେ ତାଙ୍କର ନିଜର ଦୁଇଟି ଝିଅ ଅଛନ୍ତି, ୱାଇଫ୍ ଅଛନ୍ତି, ଆଉ ତାଙ୍କ ପରିବାର ଭିତରେ ତାଙ୍କ ଦି ଭାଇ ଅଛନ୍ତି, ତାଙ୍କର ଫ୍ୟାମିଲି ମେମ୍ବର ଭିତରେ ଏତିକି। ଇଏ ଥିଲେ ସେକେଣ୍ଡ, ଦ୍ୱିତୀୟତମ ପୁଅ। ଆଉ ସିଏ ବର୍ତ୍ତମାନ ଡ୍ୟୁଟିରେ ଥିବା ଅବସ୍ଥାରେ ସେ ଏମିତି ଜୀବନ ହାରିଛନ୍ତି। ଆଉ ସେ ଯେତେବେଳେ ସେ ଗୋଟେ ଯାହା ମୁଁ ବିଶେଷ ସୂତ୍ରରୁ ଖବର ପାଇଲି, ସେ ଗୋଟେ ପ୍ରାଇଭେଟ୍ ଗାଡ଼ିକୁ ସେ ବଞ୍ଚାଇବାକୁ ଯାଇ ନିଜେ ସେ ବଳିଦାନ ଦେଇଛନ୍ତି। ଆଉ ତେଣୁକରି ସେଥିପାଇଁ ଦେଶ ପାଇଁ ଗୋଟେ କାମ କରିଥିବାରୁ ସେଥିରେ ବି ଟିକେ କିଛି ଆମକୁ ଖୁସି ଲାଗୁଛି। କିନ୍ତୁ ଏତିକି ଦୁଃଖ ଯେ ସେ ତାଙ୍କର ଗୋଟେ ପରିବାରରେ ସେ ଗୋଟେ କେବଳ ଜଣିଏ ରୋଜଗାର ଲୋକ ଥିଲେ। ବର୍ତ୍ତମାନ ତାଙ୍କର ପିଲା ସବୁ ପାଠ ପଢ଼ୁଛନ୍ତି। ତେଣୁକରି ବର୍ତ୍ତମାନ ସେ ତାଙ୍କୁ ଏହି ସମୟରେ ତାଙ୍କୁ ସେ ଛାଡ଼ିକି ଚାଲିଗଲେ। ତେଣୁ ସେଥିପାଇଁ ଟିକେ ବହୁତ ଦୁଃଖିତ। କାହିଁକିନା ଜଣେ ରୋଜଗାରିଆ ଲୋକ ଘରେ ଥିଲେ ପରିବାରଟା ଯାହାହେଲେ ଟିକେ ଖୁସିରେ ଚାଲିଥାନ୍ତା। ତେଣୁ ସରକାରଙ୍କ ଉପରେ ଆମେ ଏତିକି ନିବେଦନ ମୁଁ କରିବି ଯେ ଯେହେତୁ ସେ ଜଣେ ସରକାରୀ ଚାକିରିଆ ଥିଲେ ଏବଂ ଦେଶ ପାଇଁ କିଛି ବଳିଦାନ ଦେଇଛନ୍ତି, ତେଣୁ ସେଇ ଖୁସିରେ ତାଙ୍କ ପରିବାର ପାଇଁ କିଛି ଗୋଟେ ସାହାଯ୍ୟ ସହାନୁଭୂତି ଦେବା ସହିତ ଯଦି କିଛି ସେ ତାଙ୍କୁ ଗୋଟେ ଚାକିରି କିଛି ବ୍ୟବସ୍ଥା କରିବେ ତାହେଲେ ସେଥିରେ ମୁଁ ବହୁତ ଖୁସି ହେବି। ଆମର ଓଡ଼ିଶାର ଯିଏ ଆମର ବର୍ତ୍ତମାନ ଚିଫ୍ ମିନିଷ୍ଟର ମୋହନ ଚରଣ ମାଝୀ, ତାଙ୍କୁ ବି ମୁଁ ରିକ୍ୱେଷ୍ଟ କରିବି ନିଜ ତରଫରୁ ଯେ ସେ ତାଙ୍କର ପରିବାର ପାଇଁ ସେ କିଛି ଗୋଟେ ଚାକିରିର ବ୍ୟବସ୍ଥା କରିବା ସହିତ ତାଙ୍କର ପିଲା କେମିତି ଆଗକୁ ବଢ଼ିବେ, ପାଠଶାଠ ପଢ଼ିକି ବଡ଼ ମଣିଷ ହେବେ, ତେଣୁ ସେଥିପ୍ରତି ଟିକେ ଧ୍ୟାନ ଦେବେ ବୋଲି ସରକାରଙ୍କ ପାଖରେ ମୁଁ ନିବେଦନ କରୁଛି।